ଆସନ୍ତା 2026 ମସିହା ଡିସେମ୍ବର ମାସ 11 ତାରିଖ ପର୍ଯ୍ୟନ୍ତ ଗ୍ରହ ଜଗତର ସବୁଠାରୁ ଭୟାନକ ଗ୍ରହ ଶନି କନ୍ୟା ରାଶିର ସପ୍ତମ ଭାବ ମୀନ ରାଶିରେ ବକ୍ରୀ ଭାବରେ ଗୋଚର କରିବେ। ବକ୍ରୀ ଶନି ମହାଗ୍ରହଙ୍କର ପୂର୍ଣ୍ଣ ଦୃଷ୍ଟି କନ୍ୟା ରାଶି ଉପରେ ରହିଥିବାରୁ ଏହି ସମୟରେ କନ୍ୟା ରାଶି ଜାତ ବ୍ୟକ୍ତିଙ୍କର ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସମସ୍ୟା, ବୈବାହିକ ଜୀବନରେ ଝଡ଼ ଓ ମିତ୍ରମାନଙ୍କ ସହିତ ମତାନ୍ତର ଓ ମନାନ୍ତର ଭଳି ସମସ୍ୟା ସୃଷ୍ଟି ହେବ। ପୁନଶ୍ଚ ଏହି ସମୟରେ ନିଜର ସ୍ୱାସ୍ଥ୍ୟ ଓ ଅର୍ଥ ସମ୍ପର୍କିତ ମାମଲାରେ ମଧ୍ୟ ସାବଧାନତା ଅବଲମ୍ବନ କରିବା ଜରୁରୀ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଶନିଙ୍କର ବକ୍ର ଚଳନ ଅର୍ଥାତ୍ ଶନି ମହାଗ୍ରହ ବକ୍ରୀ ହୋଇଥିବା ଅର୍ଥ ଶନି ଏହି ସମୟରେ ପୃଥିବୀର ଅତି ନିକଟତର ହୋଇଥାନ୍ତି। ତେଣୁ କୁହାଯାଇଥାଏ, ଯେଉଁ ଗ୍ରହ ବକ୍ରୀ ହୁଏ ତାର ପ୍ରଭାବ ପୃଥିବୀ ପୃଷ୍ଠ ଉପରେ 2 ଗୁଣ ପ୍ରଭାବ ପକାଇଥାଏ। କନ୍ୟା ରାଶିର ଦାମ୍ପତ୍ୟ ଭାବରେ ଶନି ବକ୍ରୀ ହୋଇଥିବାରୁ ଏହି ସମୟରେ କନ୍ୟା ରାଶି ଜାତ ବ୍ୟକ୍ତିଙ୍କର ଜୀବନସାଥୀଙ୍କ ସହିତ ମତଭେଦ ଉପୁଜିପାରେ। ଭୁଲ ବୁଝାମଣାରୁ ଦମ୍ପତିଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ମାନସିକ ଦୃଢ଼ତା ବୃଦ୍ଧି ପାଇବ। ପୁରୁଣା ବିବାଦ ପୁଣି ମୁଣ୍ଡ ଟେକିବାର ସମ୍ଭାବନା। ତେଣୁ ମନ ଭିତରୁ ଅହଙ୍କାର ଭାବ ତ୍ୟାଗ କରି କଥାବାର୍ତ୍ତା ଜରିଆରେ ଉପୁଜିଥିବା ସମସ୍ୟାକୁ ଦୂର କରିବା ଦରକାର। ସେହିପରି କନ୍ୟା ରାଶିରେ ବାଣିଜ୍ୟ ବ୍ୟବସାୟ ସ୍ଥାନରେ ଶନି ବକ୍ରୀ ଭାବରେ ଗୋଚର କରୁଥିବାରୁ ବ୍ୟବସାୟ କ୍ଷେତ୍ରରେ ଶିଥିଳତା ପ୍ରକାଶ ପାଇବ। ପାର୍ଟନରସିପ୍ରେ ବ୍ୟବସାୟ କରୁଥିଲେ ପାର୍ଟନରଙ୍କ ସହିତ ମତଭେଦର ସୂଚନା ମିଳେ। ବେପାର କ୍ଷେତ୍ରରେ ମନ୍ଥରତା ଲାଗି ରହିଥିବାରୁ ବ୍ୟବସାୟରୁ ଆଶା ଅନୁରୂପ ଲାଭ ପାଇବାରେ ଅସମର୍ଥ ହେବେ। ବ୍ୟବସାୟିକ ସମସ୍ୟା ମାନସିକ ଅଶାନ୍ତିର କାରଣ ହୋଇପାରେ। କଠିନ ପରିଶ୍ରମ କରିବାକୁ ପଡୁଥିବାରୁ ଶରୀର ହାଲିଆ ରହିବ ବା ହାଲିଆ ଲାଗିବ। କାମ କରିବାରେ ମନ ଲାଗିବ ନାହିଁ। ଧାର କରଜ ବା ଲୋନ୍ କରି ବିଜନେସ୍ କ୍ଷେତ୍ରରେ ଇନଭେଷ୍ଟ କରିବାକୁ ପଡ଼ିପାରେ, କିନ୍ତୁ ଏଥିପାଇଁ ଭାବିଚିନ୍ତି ବ୍ୟବସାୟରେ ପୁଞ୍ଜି ନିବେଶ କରିବା ଉଚିତ ହେବ। ଶନିଙ୍କର ସପ୍ତମ ଦୃଷ୍ଟି କନ୍ୟା ରାଶି ଉପରେ ସମ୍ପୂର୍ଣ୍ଣ ରହୁଥିବାରୁ ଶରୀରରେ ବାୟୁ ବିକାର ଜନିତ ସମସ୍ୟା ଦେଖାଯିବ। ପୁରୁଣା ଆଣ୍ଠୁଗଣ୍ଠି ଜନିତ ରୋଗ ଭୋଗ କରୁଥିବା ରୋଗୀ ଏହି ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ। ଏହା ସାଙ୍ଗକୁ ମାନସିକ ଦୁଶ୍ଚିନ୍ତା ଓ ଉତ୍ତେଜନା ହ୍ରାସ କରିବା ପାଇଁ ଯୋଗ ଓ ପ୍ରାଣାୟାମର ସାହାଯ୍ୟ ନେବା ଠିକ୍ ରହିବ। ତା ସଙ୍ଗେ ସଙ୍ଗେ ଯାତ୍ରା ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିବାରୁ ସେଥିପ୍ରତି ମଧ୍ୟ ସାବଧାନ ରହିଥିବେ। କନ୍ୟା ରାଶି ଜାତ ବ୍ୟକ୍ତି ଶନିଙ୍କର ଏହି କୁପରିଣାମରୁ ରକ୍ଷା ପାଇବା ପାଇଁ ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।